ଜଗନ୍ନାଥ ବୋଲି ଘୋଷଣା କରନି। ଏଭଳିଆ ଭୁଲ କରନ୍ତି ବୋଲି ସାନ ଭାଇ ଆମର ମଶାଣିରେ, ପୋଖରୀ ତୁଠରେ, ନଈ ତୁଠରେ, କ୍ୟାବିନରେ, ଚା ଦୋକାନରେ, ପାନ ଦୋକାନରେ ଏତେ ଜୋରରେ ମଦ ବ୍ୟାପିଛି, ଆଉ ତାକୁ ରୋକି ହବ? ଆଜି ଶ୍ରୀ ଶ୍ରୀ କୃଷ୍ଣଙ୍କର ଜନ୍ମ, ରାତି 12ଟା ପରେ ଜନ୍ମ ହେବେ। ମୁଁ 4ଟି ବେହେରା ସାହି କୃଷ୍ଣ ଜନ୍ମ, ତାଙ୍କର ପ୍ରିପାରେସନ ହଉଛି। ମୂର୍ତ୍ତି ପୂଜା ଆରମ୍ଭ ହେଇନି, ରାତିରେ ପୂଜା ହବ। ଯୋଉ ପ୍ରିପାରେସନ ଡାକିଥିଲେ ଯାଇକି ବୁଲିକି ଏଇନା ଆସୁଛି। ରାମ ମନ୍ଦିର ଭାଇ ମାନେ ଡାକିଥିଲେ, ରାମ ମନ୍ଦିର ଯାଇଥିଲି ଏଇନା, ସେଠି ତାଙ୍କର ଆଳତି ଫାଳତି ଚାଲିଛି। ଏଠୁ ମୁଁ ଯିବି ଏଇନା ଲବଙ୍ଗଗିରି ପାହାଡ଼ ଜନ୍ମାଷ୍ଟମୀ ପାଇଁ, ସେଠି ଗୋଟେ ବନ୍ଧୁ ମିଳନର ବ୍ୟବସ୍ଥା ହେଇଛି। ସେଠୁ ଯିବି ନିରଞ୍ଜନପୁର ଗାଁ କୃଷ୍ଣଙ୍କ ପୂଜା, ସେଠୁ ଯିବି ପଥର ଗାଡ଼ିଆ କୃଷ୍ଣଙ୍କ ପୂଜା, ସେଠୁ ଯିବି ଜଟଣୀ କୃଷ୍ଣଙ୍କ ପୂଜା, ସେଠୁ ଯିବି କୁଦିଆରୀ କୃଷ୍ଣଙ୍କ ପୂଜା, ସେଠୁ ଯିବି ବରକୁଦା କୃଷ୍ଣଙ୍କ ପୂଜା। ଆଜି ଏତିକି ରହିବ। ସକାଳୁ ଯାଇଥିଲି ରାମ ମନ୍ଦିର, ସେମାନେ ଡାକିଥିଲେ ପୂଜା ଅର୍ଚ୍ଚନା କରିବା ପାଇଁ। ସୁନ୍ଦର ଭାବେ ପୂଜା କଲେ, ଆଳତି କଲେ। ସେଇଠୁ ମୁଁ ଆସୁଛି ଆପଣମାନଙ୍କ ପାଖକୁ। ନା ବଢିଆ କରିଛନ୍ତି, ସିଏ ତ ପୁରା ଆକ୍ଟିଭ ହେଇନା। ଆଉ ଜଗନ୍ନାଥଙ୍କ କୃପାରୁ, ଆଲ୍ଲାହ ଯୀଶୁ ବୁଦ୍ଧଙ୍କ କୃପାରୁ ତାଙ୍କ ସ୍ୱାସ୍ଥ୍ୟ ପୁରା 100% ଉନ୍ନତ ହେଇଛି। ଏବଂ ସେ ତାଙ୍କ ML ମାନଙ୍କୁ ଡାକି ଏକାଠି ରହିବେ, ଲୋକଙ୍କ ପାଖକୁ ଯିବେ, ଗାଁ ଗହଳି ଯିବେ, ସହର ଯିବେ, ଲୋକଙ୍କ ପ୍ରୋବ୍ଲେମ ସହିତ ଇନଭଲ୍ଭ ହେବେ ଏବଂ ଯୋଉ ଆପତ୍ତି ଯୋଉ ଗାଁରୁ ଆସିବ ଅସୁବିଧା ତାକୁ ସୁଧାରିବେ। କାଲି ଲିଟିଲ ସଜେସନ ଦେଇଛନ୍ତି, খুব ବଢିଆ ହେଇଛି। 57 ସିଟ୍, ଓଡ଼ିଶାର 20ଟା ସିଟ୍, ଭୋଟ ଯେତିକି ଦିଆଯାଇଛି 5000 ଭୋଟ ଅଧିକା ହେଇଛି। 5 କୋଟି ଭୋଟ ଭାରତ ବର୍ଷରେ। ଓଡ଼ିଶାର ଧପେଇକିରି କର୍ମଚାରୀ ମାନଙ୍କୁ ଧରି ଗଣତନ୍ତ୍ରକୁ ହତ୍ୟା କରି ମୋଦି ହେଇଛି ପ୍ରଧାନମନ୍ତ୍ରୀ। ଏଠି ବି ସେଇ ଅବସ୍ଥା। କାହିଁକି 4 ଥର ଭୋଟ ହେଇଥିଲା। ପ୍ରଥମ ଥାକରେ ନବୀନ ପଟ୍ଟନାୟକ ବିଜେଡି ଜିତିଛି, ଦ୍ୱିତୀୟ ଥାକରେ ନବୀନ ପଟ୍ଟନାୟକ ବିଜେଡି ଜିତିଛି, ତୃତୀୟ ଥାକ 4 ଥର ଆସିଲା। ଏଇ ଗଭର୍ଣ୍ଣର ହାଉସରେ ରହି ଟଙ୍କା ବାଣ୍ଟିଲା, ଗଭର୍ଣ୍ଣର ହାଉସରେ ଟଙ୍କା ବାଣ୍ଟିଲା। ହୋମ ମିନିଷ୍ଟର ଆଇଲା, ଏ ଗଭର୍ଣ୍ଣର ହଉଛି ବିଜେପି ଲୋକ, ଟଙ୍କା ବାଣ୍ଟିଲା। 3ଟା ଚିଫ ମିନିଷ୍ଟର ଆସି ଟଙ୍କା ବାଣ୍ଟିଲେ। ଏଇଟା କହିବା ଜିତିଆ? 4-5ଟା ଇଣ୍ଡିପେଣ୍ଡେଣ୍ଟକୁ ନେଇକି ସାଥିରେ ये जमते नीतीश कुमार को नहीं की लोभ देखई पैसा दे प्रधानमंत्री यारे नायडू को नहीं प्रधानमंत्री लोभ देखई एगुड़ा जितिया? ये केते मिले जीवे सकाळू आउ किछि नथबो, चेयार नथबो, निजे नथबे करि पाले ताको संघ भवन को रेड कर रखी देले। सीआरपीएफ जगई देला 4 जगह को टका बाहरी पाइलानी कि पसी पाइलानी। से क्राक हे जाइछिंती, कारण इसे तो कि चेयार पाइया उपयुक्त लोक नुह। मोहन माझी से कौन पाइया कथा? से क्या कौन कर गोटा एमएलए भी प्रचार को जाइए, गोटा एमएलए को टकाटा देते। आरे शून्य तेणु से कहला जगन्नाथ मुड़ाक सस्ता कथा। मोहन बाबू तमें जड़े भद्र लोक, अनेस्ट लोक, शिक्षित लोक, तमें एडे एडे भावना करनी। जगत ना जगन्नाथ एबे जगन्नाथ बोली घोषणा करनी। एभलिया भूल करते बोली सान भाई आमर मुख्यमंत्री होइछ, किसी लोक सेवा कर। एभलिया बड़ बड़ कथा कहनी जगन्नाथ मु एभलिया कहयाटा ठीक नु। ए पृथ्वीराज हरिचंद्र जन दक्ष मंत्री, एक्साइज मंत्री, अनेस्ट लोक। एना ओडिशा जाक जेते देशी ए जो लोक मला पर चेता पशिला ए विषाक्त मद खाई एना चारियारे रेड होउची। ता भीतर खाली रेड है कि पूरा भांगी दिया जाइए, बंपर फंपर आ किसी ना। हाँ सफा कर दिया खाली बोलरे चल ना जानी पार नथले। कहीं जानी पार नथले? तल स्तर जो कर्मचारी हविलदार, सिपाही, एसआई, इन्स्पेक्टर, डेपुटी सुपरिटेंडेंट, सुपरिटेंडेंट ये जाना ये पैसा नौले यही मान कटु देशी मद जो मैंने चोरा मद बिक्री कर मोटा अंक दौले। जहा हो
ପୃଥ୍ୱୀରାଜ ଚାରିଆଡେ ନା ରେଡ୍ ଚଲେଇଛନ୍ତି ଧନ୍ୟବାଦ ତାଙ୍କୁ। ନାଇଁ ନାଇଁ ମରିଗଲେ ବୋଲି ରେଡ୍ ହଉଛି। ବିଦେଶୀ କେହି ବନ୍ଦ କରିପାରିବେ ସ୍ୱୟଂ ଜଗନ୍ନାଥ କି ଲିଙ୍ଗରାଜ ଆଲ୍ଲାହ ଯୀଶୁ ବୁଦ୍ଧ ଆଇଲେ ବନ୍ଦ କରିପାରିବେନି। ଏ କେହି କରିପାରିବେନି। ସେ ଏଡେ ଜୋରରେ ବ୍ୟାପିଛି, ଏଡେ ଜୋରରେ ବ୍ୟାପିଛି। ଓଡ଼ିଶା ଗଳି କନ୍ଦିରେ ଚା ଦୋକାନ, ପାନ ଦୋକାନ, ମଶାଣିରେ, ପୋଖରୀ ତୁଠରେ, ନଈ ତୁଠରେ, କ୍ୟାବିନରେ, ଚା ଦୋକାନରେ, ପାନ ଦୋକାନରେ ଏତେ ଜୋରରେ ମଦ ବ୍ୟାପିଛି ଆଉ ତାକୁ ରୋକି ହବ। ଲାଇଟ୍ ବାରଟା ବନ୍ଦ କରିବାଟା ମୁଁ ଭାବୁଛି ପୃଥ୍ୱୀରାଜଙ୍କ ସହିତ ସେ ପୁତୁରା ହେବେ କଥା ହେବି। କେତେ ଗୁଡେ ଗରିବ ଝିଅ ବଞ୍ଚି ଯାଉଥିଲେ, ତାଙ୍କ ପରିବାର ଚଳୁଥିଲେ, ସେ କଣ କରିବେ ଫେରେ? ହାରାହାରି ଓଡ଼ିଶାରେ 10,000 ଝିଅ ତା ପରିବାର ଚଳଉଥିଲେ ବାରରେ ଡ୍ୟାନ୍ସ କରି, ସେ କଣ କରିବେ? ତାଙ୍କୁ ଅଲ୍ଟରନେଟ୍ ଜବ୍ ଦିଅ, ଆଉ ତମେ ଦିଅ କିଛି ଆର୍ଥିକ ସାହାଯ୍ୟ ଦିଅ, ସେ କିଛି ବେପାର ବାଣିଜ୍ୟ କରି ବଞ୍ଚିବେ। ସେ କଣ କରିବେ ଫେରେ? ତାଙ୍କ ଇନକମ୍ଟା ବନ୍ଦ ହେଇଗଲା। ତାଙ୍କ ଭାଇମାନଙ୍କୁ ପାଠ ପଢ଼ଉଥିଲେ, ତାଙ୍କ ପିଲାମାନଙ୍କୁ ପାଠ ପଢ଼ଉଥିଲେ, ଘର ଚଳଉଥିଲେ, 10,000 ପରିବାର। ସେ ପରେ କଣ କରିବେ? ତାଙ୍କ ପାଇଁ ବ୍ୟବସ୍ଥା କର। ଯଦି ବାରରେ ଡ୍ୟାନ୍ସ ବନ୍ଦ କଲ, ତାଙ୍କୁ ଆର୍ଥିକ ସାହାଯ୍ୟ ଦିଅ, ତାହେଲେ ସେମାନେ କିଛି ଧନ୍ଦା କରି ବଞ୍ଚିବେ, ଭଲ ହବ।